देख तमें जमी साधा सीधा मनीष तम मुंडे विषय बुद्धि बोली किसी ना विशु सेमती नुहति तांकु सबु रकम पेंच जना पुणी से कथा कहल मो सान भाईटा को मुझे जानी अरे एका माँ पेट जन्म हेले कौन हम ता मो भितर आकाश पाताल फरक बापा बुझी बेस बुझी कौन बुझी एई तमे जो कथा कहल विश्वर स्वभाव चरित्र किरणटाए तो मो प्रोफेसर बोली तार भारी हिंसा से तो कहूँ जहा कर बुझी विचारी हुशियार कर तम गाँव से टाउटर वकिल जदू नायक ताकू भी विश्वास नहीं किए जानी विशु तांकु पटई पटई तम भाग संपत्ति की तांको नारे कर नेबे तमे कौन मत एते बोका भाविच मो भाग सी नहीं जीव तेबे हाँ ये भंगा रदरा घर आउ से गाई गोरु एसबू झमेल मु पशि पारि से सब कथा मोर किए बुझब कहल तेबे आउ जो सब माने घर द्वार टंका पैसा गहना गांठी बापा छाड़ी देइथिबे सेइतरु मो भाग नेबे नियो तुम गामुछा साबुन पेस्ट और ब्रश अरे हाँ गाँव में चा दूध मिलू कि नहीं गला बेलू गुंड दूध टी कि नब गाँव में तीन तीन टा गाई गुंड दूध किणिकी नेबे नहीं आसीगल जगन्नाथ बाबू भल है आउ विश्वनाथ आज आसुंच ना कहीं सी कौन आपण को किसी खबर देनी नाई ना मते कहीं कह काली दिन 11टा बेले बसवा कथा तो से भावुली विश्वनाथ न आसिले तुम दी भाई कथा फैसला करहबनी तार जदि दरकार थी सी आसबनी कहली कौन कि तुम दी भाई भितर हिसाबटा भलरे भलरे छिड़ी गले जाए आईन कानून अनुसार जहाँ छिंडब आपण तो वकिल लोक घर बाड़ी केमती भाग बंटरा करा जाए से नियम कानून आपन तो बेस भल भाव जना आपण विचार करी जहाँ करिवे आ कोन करिबिनी जेते हेले तमे दी जण मनु महांती पुओ परा मनु महांती प्रतिपत्ति आ पतियारा ये खंडमंडल रे आउ कहार थिला हौ जाउची मौसा काली ताले हां 11टा बेले आज्ञा सान बाबू राति आसवे कि नहीं जाऊँगी रोसई सारी दिए अरे दाम आउ कब चा आणलु आज्ञा दूध दूध कौन है आज्ञा धली शंकरी नारंगी आमर कौन गाई दूध दौना रघुदा घर मागि आनी सरीगला भाभी आउ कपे चा पी पुणी पाइखाना जाई
ସେତକ ବି ଜୁଟିଲାନି। ଗାଁକୁ ଆସିଲା ବେଳେ ଇନ୍ଦିରା କେତେ ଥର କହିଥିଲା ଗୁଣ୍ଡ ଦୁଧ ଟିକେ ସାଙ୍ଗରେ ନେଇକି ଯା। ଧଳି ଶଙ୍କରୀ ନାରଙ୍ଗୀ ତିନିଟା ଯାକ ଗାଈ ତମ ଭାଗକୁ ଗଲା ବିଶ୍ୱନାଥ। ଆଉ ବାରି ବଗିଚା ଗଛ ପତ୍ର ଦିଟା ଯାକ ଖଞ୍ଜା ବି ତମ ଭାଗକୁ ଗଲା। ଆଉ ମନୁ ମହାନ୍ତିଙ୍କର ଯାହା ସବୁ ସମ୍ପତ୍ତି ରହିଲା ସେସବୁର କାଗଜପତ୍ର ମୁଁ ଏଇଥିରେ ତମ ପାଇଁ ରଖିଦେଇଛି ଜଗନ୍ନାଥ। ଏଥିରେ ଧୂଳି ମଳି ମୁଣ୍ଡ ବ୍ୟଥା କିଛି ନାହିଁ, ସବୁ ସଫା ସୁତୁରା ଦଲିଲ, ମନୁ ମହାନ୍ତିଙ୍କ ଧନରତ୍ନର ଦଲିଲ। ଆଜ୍ଞା, ସାନ ବାବୁ ଆସିଲେଣି। ରାତିରେ ଭଲ ନିଦ ହେଇନି ବୋଧେ? କାଇଁ ନା ଏମିତି ଢୁଳଉଥିଲ ଯେ। ଛାଡ଼, ରାତି 3ଟାରୁ ବାହାରିଲେଣି। ଏସ୍ଡିଓଙ୍କ ଜିପ୍ରେ ଆସିଛି, ବାଟରେ ଆସିଲା ଗୋଟେ ଡେରି ହେଇଗଲା। ଏସ୍ଡିଓଙ୍କର ଚଢ଼େଇ ଶିକାର କରିବାକୁ ଭାରି ମନ ହେଲା। ଏ ରାସ୍ତାରେ ଏତେ ଭଲ ଚଢ଼େଇ ମିଳନ୍ତି ମୁଁ ତ ମୋଟେ ଜାଣିନଥିଲି। ଏସ୍ଡିଓ ମୋ ହାତରେ 3ଟା ହରଡ଼ ଚଢ଼େଇ ପଠେଇଛନ୍ତି। ମୁଁ ଦାମକୁ ରୋଷେଇ କରିବାକୁ ଦେଇଦେଇଛି। ତମେ କେତେବେଳେ ଅପେକ୍ଷା କରିଛ? ଅପେକ୍ଷା ଆଉ କ'ଣ, ଏମିତି ବସିଥିଲି। ଆଉ ନିଶ୍ଚୟ କିଛି ଭାବୁଥିଲ? ଭାବିବି ଆଉ କ'ଣ, ଏଇ ଏତେ ଦିନ ପରେ ଗାଁକୁ ଆସିଛ, ନିଶ୍ଚୟ ବାପାଙ୍କ କଥା ମନେ ପଡ଼ିଯାଇଥିବ। ଆମେ 2 ଜଣ ଆସିଛୁ ଜାଣି ଠେଙ୍ଗା ଠକ୍ ଠକ୍ କରି ଆସି ପହଞ୍ଚିଯିବେ। ଆରେ ତମେ ସବୁ କେତେବେଳେ ଆସିଲ? ଜଗୁ, କିନ୍ତୁ ଭଲ ଅଛି? ଆଉ ବଙ୍ଗୁ କେମିତି ଅଛି ରେ? ବିଶୁ, ଏ ଭରତିଆ ଏ ବୁଢାଟିଏ ହେଲୁଣି, ମୁଣ୍ଡରେ ବୁଦ୍ଧି ନାହିଁ। ଆରେ ଅଜୁ ବିଶୁ ଆସିଛନ୍ତି ପରା। ସେ ହରିଆ କେଉଁଠୁ ଖବର ପଠା, ପୋଖରୀରୁ ମାଛ ଧରା ହବ। ଗୋଟେ ଭାକୁର 3 ସେର 4 ସେର ଓଜନ, ଖାଇଲେ ଜାଣିବ। ସତେ ଯେମିତି ଆମେ ସବୁ ସାନ ପିଲା, ଖାଲି ଭାତ ମାଛ ଖାଇବାକୁ ଏ ଗାଁକୁ ଆସିଛୁ। ସେସବୁ କଥା ଏବେ ଆଉ ମନେ ପକେଇ ଲାଭ କ'ଣ? ବାପା ତ ନାହାନ୍ତି, ତଥାପି କର୍ତ୍ତବ୍ୟ ଯାହା କରିବାକୁ ତ ହବ। ହଁ, କର୍ତ୍ତବ୍ୟ। ଆଚ୍ଛା ଭାଇ, କେତେବେଳେ ବାହାରିବା? ଯଦୁ ନାୟକ କହିଛି 11ଟା। ତୋର କ'ଣ ତା ସାଙ୍ଗରେ ଦେଖା ହେଇନି? କେତେବେଳେ ଦେଖା ହେଲା? କହିଲି ପୁରା ମୁଁ ସିଧା। ଆଚ୍ଛା, ଜମି ବାଡ଼ି ଗହଣା ଗାଣ୍ଠି ସ୍ଥାବର ଅସ୍ଥାବର ସବୁ ଫଇସଲା ହେଇଯିବ ତ? ଦେଖ ଭାଇ, ମୁଁ ମୋ କାମ ଦାମ ଛାଡ଼ି ଏ ଗାଁକୁ ଏତେ ଥର ଆସିପାରିବିନି। କ'ଣ ଫଇସଲା ହବ ନ ହବ ମୁଁ ଜାଣିନି, ସେ କଥା ତୁ ନହେଲେ ତୋର ସେ ଯଦୁ ନାୟକ ଜାଣିଛି। ମୁଁ ବି ଦ୍ୱିତୀୟ ଥର ଏଠିକି ଆଉ ଆସିପାରିବିନି।
ଏଠି ଚା ଫା କିଛି ମିଳିବନି। ମୁଁ ବି ଚା ପିଏନି। ଯା ହଉ କେତେ ଦିନ ପରେ ତମେ ଦି ଭାଇ ଗାଁକୁ ଆସିଲ। ବସ ବସ। ଦେଖ ଜଗନ୍ନାଥ ବିଶ୍ୱନାଥ, ଇଏ ଦଲିଲ ଦସ୍ତାବିଜ ଆଉ କାଗଜ ପତ୍ରରୁ ଯାହା ଜଣା ଯାଉଛି, ମନୁ ମହାନ୍ତି ଅଳ୍ପ କେଇମାଣ ଜମି, ଗୁଡ଼ାଏ ଗଛ ଆଉ ସେ ପୁରୁଣା ଘରଟା ଛଡ଼ା ଆଉ କିଛି ତମମାନଙ୍କ ପାଇଁ ଛାଡ଼ି ଯାଇନାହାନ୍ତି। ହଁ ରେ ପିଲାଏ, ମୁଁ ବି କାଗଜପତ୍ର ଦେଖିଲି। ମୋର ତ ବିଶ୍ୱାସ ହଉନାହିଁ ତମ ବାପା 73 ବର୍ଷ ପର୍ଯ୍ୟନ୍ତ ବଞ୍ଚି ଏତେ ମାନ ଖାତିର ପାଇ ଶେଷରେ ଦିବାଳିଆ ହିଁ ଚାଲିଯିବେ। ଟଙ୍କା ପଇସା, ଧନ ସମ୍ପତ୍ତି, ଗହଣା ଗାଣ୍ଠି କିଛି ବୋଲେ କିଛି ନାହିଁ। ରକ୍ଷା ହେଇଛି, ଛୋଟ ହଉ କି ବଡ଼ ହଉ ତମ ଦି ଭାଇଙ୍କର ଖଣ୍ଡେ ଖଣ୍ଡେ ଚାକିରି ଅଛି। ତା ଛଡ଼ା ତମେ ଦି ଜଣ ତ ସହର ବଜାରରେ ଯାଇ ଘର ଦ୍ୱାର କଲଣି। ଏଠି ଯଦି ମନୁ ମହାନ୍ତି ଗୁଡ଼ାଏ ସମ୍ପତ୍ତି ପତ୍ର ଛାଡ଼ି ଦେଇ ଯାଇଥାନ୍ତେ, ତାର ଦେଖାରେଖା କିଏ କରିଥାନ୍ତା? ଛାଡ଼, ଇଏ ଜମି ଜମା, ବାରି ବଗିଚା, ଘର ଦ୍ୱାର ଯାହା ସବୁ ଅଛି, ତମ ଦି ଭାଇଙ୍କ ଭିତରେ ସେସବୁର ଗୋଟାଏ ଭାଗ ବଣ୍ଟରା ତାଲିକା ତିଆରି କରିଦେଇଛି। ଆଉ ଘରର ଅନ୍ୟାନ୍ୟ ଆସବାବ ପତ୍ର ଯାହା ରହିଲା କି ବାପାଙ୍କର ନିଜ ଜିନିଷ, ସେସବୁ ତମେ ତମ ନିଜ ବୁଝାମଣାରେ ବାଣ୍ଟି ନେବ। ଆଉ କ'ଣ? ଆହା, କି ଧର୍ମାତ୍ମ ପୁରୁଷଟିଏ ଥିଲେ ତମ ବାପା। ମଲା ଯାଏ ମୋ ମନୁ ମହାନ୍ତି କି କେବେ ଭୁଲି ପାରିବେନି।
କିଓ ନରେନ୍ଦ୍ର, ତମର କଣ ଦେଖା ଦର୍ଶନ ନାହିଁ? ଏ ବୁଢା ବଞ୍ଚିଛି କି ମରାଣି ସେତିକି ଖବର ନେବାକୁ କଣ ମନ ବଳୁ ନାହିଁ? କି କଥା କହୁଛନ୍ତି ମହାନ୍ତି? ଆପଣ ଭରତୀୟକୁ ପଚାରିବେ। ଯେତେବେଳେ ମୁଁ ଆପଣଙ୍କର ଏ ଘର ବାଟ ଦେଇ ଯାଇଛି ସେତେବେଳେ ଆପଣଙ୍କ କଥା ପଚାରିଛି। ହେଲେ ଆପଣ କେତେବେଳେ ଦିଅଁ ପୂଜାରେ ଅଛନ୍ତି ତ, କେତେବେଳେ ଗାଧେଇ ଯାଇଛନ୍ତି, ଆଉ କେତେବେଳେ ଶୋଇଛନ୍ତି। ସେ କଥା କହ ନାହିଁ ନରେନ୍ଦ୍ର। ଆଜି ଜୋର ଜବରଦସ୍ତି ମୁଁ ଗାଁ ସାରା ବୁଲି ଆସିଲି, ହେଲେ ଏ ହାତ ଗୋଡ ଆଉ ଚାଲୁ ନାହିଁ। ହେ ବୁଢା ତ ହେଲେ ସେମିତି ହବ ମହାନ୍ତି। ମୁଁ କଣ କହୁଥିଲି କି, ଆପଣଙ୍କର ତ ଦୁଇ ପୁଅ ସହର ବଜାରରେ ଖୁବ୍ ଭଲରେ ଅଛନ୍ତି। ଆପଣ ତାଙ୍କରି ପାଖରେ ଯାଇ କିଛି ଦିନ ରହିଯାଉନାହାନ୍ତି। ଇଏ ଅପନ୍ତରରେ ପଡ଼ି ଖୁବ୍ ପୁଣ୍ୟ ଅର୍ଜନ କରିବେ କହିଲେ। ଯାହା କହିଲ ସତରେ, ମୁଁ ବଡ ପାପ କରିଛି। ଗୋଡଠୁ ମୁଣ୍ଡ ପର୍ଯ୍ୟନ୍ତ ମୁଁ ଏ ରଙ୍ଗିଣୀ ଗାଁକୁ ଭଲ ପାଇଛି। ଏ ବୁଢା ବୟସରେ ତାକୁ ଛାଡି ଆଉ କୁଆଡେ ଯିବି ଯେ? ହଉ, ଆପଣ ଘରକୁ ଯାଇ ବିଶ୍ରାମ କରନ୍ତୁ। ମୁଁ ପରେ କେତେ ସୁବିଧା ଦେଖି ଆସିବି। ନମସ୍କାର। କେହି ଆସିଲେନି ଯଦୁ। ଜଗନ୍ନାଥ କି ବିଶ୍ୱନାଥ କେହି ଆସିଲେନି। ଜଗନ୍ନାଥ ବାବୁଙ୍କର କଲେଜରେ ଖାତା ଦେଖା ଚାଲିଛି, ସିଏ ଆସିପାରିବେନି। ଆଉ ବିଶ୍ୱନାଥ ବାବୁଙ୍କର ଅଫିସରେ ବହୁତ କାମ, ମନ୍ତ୍ରୀଙ୍କ ପାଇଁ କାଗଜ ଲେଖା ଚାଲିଛି, ସିଏ ବି ଆସିପାରିବେନି। ହେ ପ୍ରଭୁ, ଏମିତି ବି ପୁଅ ଥାଆନ୍ତି? ଆଉ ମନୁ ମହାନ୍ତିଙ୍କ ପରି ବାପ କୋଉଠି ଦେଖିଛ? ଭାଙ୍ଗିଗଲେ ପଛେ ନଇଁଲେନି। କେବେ କୋଉ ପୁଅ ଘରକୁ ଯାଇ ରହିବାକୁ ସେ ମକିଛନ୍ତି? ହଉ, ଆଉ କାହିଁ ଅପେକ୍ଷା କରିବା? ଚାଲ ଆମେ ସମସ୍ତେ ମିଳିମିଶି ଏ କାମଟା ତୁଲେଇ ଦେବା। ଆମରି ଭିତରୁ କିଏ ହେଲେ ଜଣେ ମୁଖାଗ୍ନି ଦେଇଦବ। ଆଉ ଚାଲ।
ঘর ভিতরটা কি ଅନ୍ଧାର? ହଁ ଖୁବ୍ ଅନ୍ଧାର। এই ଯଦୁ ନାୟକ ଆଉ ନଡ଼ିଆଦା କ'ଣ ଭାବିଥିଲେ କେଜାଣି? ସେ ନ କହିଥିଲେ ଆମେ କ'ଣ ବାପାଙ୍କ ସ୍ମୃତି ଗୁଡ଼ାକ ଏମିତି ଛାଡ଼ିଦେଇ ଚାଲି ଯାଇଥାନ୍ତେ? ହଁ ବାପାଙ୍କର ବହୁତ ସୁନାମ ଅଛି ବୋଲି ଚାରିଆଡ଼େ ଘୁରି ପଡ଼ିଛି। ଆଉ ସେ ସୁନାମତକ ଛଡ଼ା ବାପା ଆମ ପାଇଁ ଆଉ କିଛି ଛାଡ଼ିଦେଇ ଯାଇନାହାନ୍ତି। ଆଉ ଆମେ ଏବେ ସେଇ ସୁନାମର ଉତ୍ତରାଧିକାରୀ। ମହୁ ଚାଷ ବାପାଙ୍କ ହାତ ଲେଖା ପାଣ୍ଡୁଲିପି ପ୍ରାୟ 40 ପୃଷ୍ଠାର। ମହୁ ଚାଷ କିଏ ନେବ? ମୁଁ ରଖିବି, ରିସର୍ଚ୍ଚର କାମରେ ଲାଗିବ। ଆଉ ସେଇଟା? এইটা ବି ବାପାଙ୍କ ହାତ ଲେଖା ବଂଶାନୁବଳୀ। 10 ପୁରୁଷର ଇତିହାସ, ମାନେ ଘୁମୁସରଠୁ ଆରମ୍ଭ କରି ରଙ୍ଗଣୀ ଗାଁ ପର୍ଯ୍ୟନ୍ତ। କିଏ ନେବ? ମୁଁ ରଖିବି, ଇତିହାସରେ କାମରେ ଲାଗିବ। ହଁ ତମେ ହେଲ ପ୍ରଫେସର ଲୋକ, ସେସବୁ ତମ କାମରେ ଲାଗିବ। ମୁଁ ତ ଜଣେ ସାମାନ୍ୟ କିରାନୀ। ମୋ ପାଇଁ ଅଛି ବାପାଙ୍କର ତେଲଚିଟା ଗାମୁଛା, ବଙ୍କୁଲି ବାଡ଼ି ଆଉ ମାଛ ଧରା ଚାଲ। ଏତେ ଗୁଡ଼ାଏ ବହି ପତ୍ର ଖାତା, ଏଗୁଡ଼ା ସବୁ କରିବା କ'ଣ? ତମେ ନେଇଯାଅ, ତମ ରିସର୍ଚ୍ଚ କାମରେ ଲାଗିବ। ଆଚ୍ଛା, ତାହେଲେ ବାକ୍ସଟା ଏବେ ଖୋଲା ଯାଉ। ଚାବି ବାପାଙ୍କର ମାନ୍ଧାତା ଅମଳର ଘଡ଼ିଟା କି ନେବ? ତୁ ରହ। ପୁରୁଣା ମୁଦ୍ରା ଗୁଡ଼ାକ ବାପା କାହିଁକି ରଖିଥିଲେ କେଜାଣି? କିଏ ନେବ? ୟାକୁ ବି ତୁ ରହ। ବାহ, କି ସୁନ୍ଦର ରୁମାଲଟିଏ। କି ତିଆରି କରିଛି? ବୋଉ ନା ଅପା? ଏଇଟା ମୁଁ ରଖୁଛି। ରହ। ରଙ୍ଗଲତା, ରଙ୍ଗଲତା କାବ୍ୟ ବାପା ଲେଖିଛନ୍ତି। ରଙ୍ଗଲତା ପ୍ରଥମ ଭାଗ, ରଙ୍ଗଲତା ଦ୍ୱିତୀୟ ଭାଗ, ରଙ୍ଗଲତା ତୃତୀୟ ଭାଗ। ରଙ୍ଗଲତା? ଏ ରଙ୍ଗଲତା କି? ଓ, ବାପା ତାହେଲେ ଏତେ ରାତି ଯାଏ ବସି ଏଇଆ ଚଷୁଥିଲେ। କିନ୍ତୁ କାହିଁକି? କାହା ପାଇଁ? ବାପାଙ୍କ କଲମରୁ ଏ କାବ୍ୟ ବାହାରିଲା କେମିତି? ଜଣେ ମାଟ୍ରିକ ପାସ୍ କଲା ଲୋକ ପାଇଁ ଏକଥା କ'ଣ କେବେ ସମ୍ଭବ? ଏଇଟା ମୁଁ ରଖୁଛି ଭାଇ। ମୋ ମଝିଆ ପୁଅ ଓଡ଼ିଆ ଅନର୍ସରେ ଫାର୍ଷ୍ଟ କ୍ଲାସ୍ ଫାର୍ଷ୍ଟ ହେଇଛି। ତା ରିସର୍ଚ୍ଚ କାମରେ ଲାଗିବ। ରଙ୍ଗଲତା, ରଙ୍ଗଲତା। ଗପ ଶୁଣିବୁ ଯୋଗୁ? ହଁ, କୋଉ ଗପ? ସେଇ ଯୋଉ ସିଂହ ବାଘ ଗପ। ଆଚ୍ଛା, ତେବେ ଶୁଣ। ଗୋଟେ ଅଗନା ଅଗନି ବନସ୍ତରେ
ଗୋଟେ ସିଂହ ଥିଲା। ଭାଇ ଫଟୋ ଦେଖିଲ? এটা କାହା ଫଟୋ? ବୋଉର ନୁହେଁ କି ଅପାର ବି ନୁହେଁ। କାହା ଫଟୋ ଏଇଟା? କେଜାଣି ଗାଁର କୋଉ ଝିଅର ବାହାଘର ପ୍ରସ୍ତାବ ପକେଇବା ପାଇଁ ବାପା ଏ ଫଟୋଟା ଆଣିଥିବେ। ବାପା ଯୋଉ କୃଷି ସମ୍ମିଳନୀରେ ଯୋଗ ଦେବା ପାଇଁ ଦିଲ୍ଲୀ ଯାଇଥିଲେ, ସେ ସମ୍ମିଳନୀରେ କୋଉ ଡେଲିଗେଟର ଝିଅ କି ଭଉଣୀ ଫଟୋ ନୁହଁ ତ? ଇଏ ହଉଛି ରଙ୍ଗଲତାର ଫଟୋ। ରଙ୍ଗଲତା? ଆଚ୍ଛା ଭାଇ, ଏ ଫଟୋଟା ତମେ ରଖ, ଭାଉଜକୁ ଦେଇଦବ। ହଁ, ନାଇଁ ନାଇଁ, ଇନ୍ଦିରା କାହାରି ନୈତିକ ସ୍ଖଳନକୁ ସହ୍ୟ କରିପାରେନି। ତା ଛଡା ମୁଁ ବୁଝିପାରୁନି ବାପା ଏମିତି ଗୋଟେ ସମ୍ପତ୍ତି ଛାଡ଼ିଗଲେ କାହିଁକି? ତାଙ୍କର ମନେ ରଖିବା ଉଚିତ ଥିଲା ସେ କେବଳ ମନୁ ମହାନ୍ତି ନୁହନ୍ତି, ଦିଦିଟା ବଡ଼ ପୁଅଙ୍କର ବାପ ଆଉ ଅଧ ଡଜନ ନାତି ନାତୁଣୀଙ୍କର ଜେଜେ ବାପ। ମରିବା ଆଗରୁ ଏ ରାକ୍ଷସଟାର ଫଟୋ ନିଜେ ପୋଡ଼ି ଦେଇ ଯାଇପାରିଲେନି। ତେବେ କଣ କରିବା? ହଁ, ଆଚ୍ଛା, ଆମେ ଯଦି ଫଟୋକୁ ପୋଡ଼ିଦେବା? ହଁ, ପୋଡ଼ିଦେବା। ବାପାଙ୍କ ମୁଖାଗ୍ନି ବେଳେ ଆସିପାରିନଥିଲେ। ଆଜି ସେ ଦୋଷ ସବୁଦିନ ଲାଗି କଟିଗଲା। अमृतनाभेवम् अस्मान्तशरीरम् ॐ क्रतुस्मर क्लिबेस्मर वितस्मर